জগন্নাথ আমার ঠাকুর আমি হলো হিন্দু হিন্দু ଆମ ହିନ୍ଦୁ ଠାକୁର ପାଖରେ ଆମ ହିନ୍ଦୁ ଠାକୁର ପାଖରେ ମୁସଲମାନ ଆସି ସିଏ କଣ ଭୋଗ କରିବ ଆଗେ ଆମର ଭୋଗ ହବ ପଛେ ଏଇ କଥାଟା ମ୍ୟାଡାମ ସତ କରି କହିବ ଆମେ ହିନ୍ଦୁ ହିନ୍ଦୁ ଠାକୁର ପାଖରେ ମୁସଲମାନ ଆଗେ ଭୋଗ କରିବ ଆମେ ପଛେ ଭୋଗ କରିବୁ ସେଇ ଭୋଗଟା କେମିତି ହେଲା କହିବ ଏ ମୋର ସନ୍ତ ସମାଜ ମାଲୋ ଆମେ ହଉଛେ ହିନ୍ଦୁ ଆମର ନାଇଁ ଆମେ ହଉଛେ ହିନ୍ଦୁ ଆମର ଧର୍ମ ହଉଛି ମାଲୋ ସନାତନ ଧର୍ମ ଆମେ ସନାତନ ଧର୍ମରେ ମୁସଲମାନଙ୍କର ଭୋଗ କିଭଳି ଆଜ୍ଞା ପ୍ରଭୁଙ୍କ ପାଖରେ ଆଜ୍ଞା ଲାଗୁଛି ଦେଖିବା ଭାଇ ଆଚ୍ଛା ମା ଆମେ ମାନେ ସବୁ ମନ୍ଦିରକୁ ଯାଉଛେ ପିତ୍ତଳ ଡାଲାଟା କଟରାରେ ଆମେ କଣ ନଉଛେ ନଡ଼ିଆ କଦଳୀ ସେଉ ଅଙ୍ଗୁର ଆମେ କହୁଛେ ଏଇଟା ଭୋଗ ଡାଲା ନାଇଁ କି ଆଚ୍ଛା ଇଏ ମୁସଲମାନ ଘରୁ ଯୋଉ ଭୋଗଟି ଆସିଲ ମା ସେ ଭୋଗଟିର ନାମ କଣ ଜାଣିଛନ୍ତି ଭୋଗଟିର ନାମ ହଉଛି ମା ଲୋ ପେଡି ଭୋଗ ବା ଘୋଡା ଭୋଗ ତାହେଲେ ବାଦଲ ବାବୁ ଭୋଗଟିର ନାମ କାହିଁକି ପେଡି ଭୋଗ ବା ଘୋଡା ଭୋଗ କୁହାଯାଇଛି ମାନେ ମୁସଲମାନ ଯୋଉ ଭୋଗ ଆଣନ୍ତି ତାଙ୍କ ନା ପେଡି ଭୋଗ ମାନେ ଘୋଡା ଭୋଗ ହଁ ଆଉ ସେ କଣଟା କରିଥିବେ ଆଉ ହଁ ହଁ କଣ କରିତେ ମୁଁ ଭାବୁଛି କୋଉ ଘୋଡାକୁ କାଟି ଦେଇଥିଲି ପେଡି ଆଉ କଣ କଲେ ସିଏ ନାଇଁ ଆଜ୍ଞା ତାହେଲେ ଆଜ୍ଞା ଆସନ୍ତୁ ଶୁଣିବା ସେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଶୂନ୍ୟ କଳ୍ପର ଭବିଷ୍ୟତ ମାଳିକା ବିଷୟଟି ଯାହାକି ମହାପୁରୁଷ 600 ବର୍ଷ ପୂର୍ବରୁ ତାଳପତ୍ରରେ ଲେଖି ଦେଇଥିଲେ ଗୁପ୍ତ ଶ୍ରୀକ୍ଷେତ୍ର ନିର୍ମାଣର ରହସ୍ୟ ପ୍ରଭୁଙ୍କର ଜନ୍ମକାଳ ଉଦ୍ଦେଶ୍ୟରେ ଦ୍ୱିପଦ ପୁରାଣ କଥା ଆଜ୍ଞା ପୀଠସ୍ଥଳୀର ନାମ କାହିଁକି ନିର୍ମାଳ ଦିଆଯାଇଛି କାହିଁକି ମୁସଲମାନଙ୍କର ଭୋଗ ଆଜ୍ଞା ଲାଗୁଛି ଭୋଗର ନାମ ଆଜ୍ଞା କାହିଁକି ପେଡି ଭୋଗ ହୋଇଛି ବାରମାଣ ବାରଦୁଃଖ ବାରବିଶ୍ୱ ଜମି ପ୍ରଭୁ କିଏ ଦାନ କରିଥିଲେ ଏ ନିର୍ମାଳରେ ସାଧୁ କିଏ ନିର୍ମାଳର ମୁସଲମାନ କିଏ ଆସନ୍ତୁ ସେ ପ୍ରଭୁଙ୍କ ଦେଶରେ ଦ୍ୱିପଦ ପୁରାଣ କଥା ଶୁଣିବା ଭଲ ବିଷୟ ନୀଳାଚଳ ଧାମେ ମାଲି ସାହି ନାମେ ଗ୍ରାମ ଏକ ସୁଶୋଭିତ ଗ୍ରାମ ଏକ ସୁଶୋଭିତ ଗ୍ରାମ